ଛୋଟ ମନ୍ଦିର ଥିଲା। ସମସ୍ତେ ମିଶିକିରି ଗ୍ରାମବାସୀ ମାନେ ଚିନ୍ତା କଲେ କେତେବେଳେ ଏ ବଡ଼ ମନ୍ଦିର କରିବା। ତ ସମସ୍ତଙ୍କ ସହଯୋଗରେ ଏ ନୂତନ ମନ୍ଦିରଟି ତିଆରି ହେଲା। ନୂତନ ମନ୍ଦିର ତିଆରି ହେଲା ପରେ ତାର ରତନ ମୁଦ୍ରଟା ଆଜିର କାର୍ଯ୍ୟକ୍ରମ ରତନ ମୁଦ୍ର ଶେଷ ହେଲା ପରେ ତାର ପୂର୍ଣ୍ଣାମ କଳବ ସୃଷ୍ଟି କରାହବ। ଏମିତି କ'ଣ ବୋଧେ 200 ବର୍ଷର ଏଇ ପୁରୁଣା ମନ୍ଦିର ହବ। ସେତେବେଳେ ଜଣେ କିଏ କାଳସୀ ଥିଲେ, ସ୍ତ୍ରୀ ଲୋକ ଜଣେ, ସିଏ ତାଙ୍କର ପୂଜାପୂଜି କରିକିରି ସେ ମନ୍ଦିରଟି ସ୍ଥାପନ କରିଥିଲେ। କାଳକ୍ରମେ ସେ ଗ୍ରାମ ଦେବତୀ ରୂପରେ ପୂଜା ପାଇଲେ। ସବୁ ଗ୍ରାମବାସୀ ମାନେ ଆସି ବିବାହର ନିମନ୍ତ୍ରଣ ଏସବୁ କାମରେ ବରଣୀ କରନ୍ତି ଏବଂ ପୂଜାପୂଜି କରନ୍ତି। ମଙ୍ଗଳା, ମୋ ନାଁ ଯୋଗମାୟା ପ୍ରଧାନ। ମୁଁ ଭୁବନେଶ୍ୱରରୁ ଆସିଛି। ବହୁତ ମୋର ମାନସିକ ପୂରଣ ବି ହେଇଛି, ଆଉ ମା ବି କରୁଛି ସମସ୍ତଙ୍କର। ଆଉ ଏଠି ଆସିଲେ ଯେମିତି ଲାଗେ ଯେମିତି ସତରେ ଆମେ ତା ପାଖରେ ଅଛୁ, ଆଉ ଯୋଉଟା ବି କହୁଛୁ ମାନେ ସତରେ ସେଇଟା ହେଇଯାଉଛି। ଅଲୌକିକ ଘଟଣା ମାନେ ମୋ ଝିଅ ଛୋଟ ଝିଅ, ତା ଦେହ ଯେତେବେଳେ ଖରାପ ହୁଏ ମୁଁ ମା କୁ ସବୁବେଳେ ଡାକେ ଆଉ କାନ୍ଦି ପକାଏ, ମା ତୁ ମୋ ପାଖରେ ନାହୁଁ, ମୁଁ ବହୁତ ଅସୁବିଧାରେ ଚଳୁଛି, ମୋ ଛୁଆକୁ କିଏ ଦେଖିବ? ତୁ ସିନା କହିଲୁ ମୁଁ ତତେ ବଞ୍ଚେଇକି ରଖିଛି ବୋଲି, କଣ ଏମିତି ରଖିଛୁ? ମୋ ଛୁଆ ଦେହ ଖରାପ ହେଲା ବେଳକୁ ସବୁବେଳେ କାନ୍ଦୁଛି, ମୋ ପାଖରେ କିଛି ନଥାଉଛି, ମୁଁ କଣ କରିବି? ସେତେବେଳକୁ କିଛି ନା କିଛି ଯିଏ ହେଲେ ମୋ ପାଖରେ ଛିଡା ହେଇଯିବ, ସାହାଯ୍ୟ ବି କରିଥାଉଛନ୍ତି। ଆଉ ସେଠି ମୁଁ ଜାଣିପାରେ ଯେ ମୋ ମା ମୋ ପାଖରେ ସବୁବେଳେ ଅଛି। ମୁଁ ଗୋଟେ ପ୍ରକାରର ମନ୍ଦିର କରିବାକୁ ଭାବିଥିଲି, କିନ୍ତୁ ଭାଇନା ଏଇଟେ କହିଲେ ଯେ ମୋର ସ୍ୱପ୍ନଗତର ଯୋଉ ମନ୍ଦିର ତମେ ସେଇ ମନ୍ଦିର କରିବ। ସେ ମନ୍ଦିର ସେଇ ଅନୁସାରେ ଚାଲିଛି ଆଜ୍ଞା। ଆଉ ସିଏ ବି ମୁଁ କି କଣ କି କରୁଛି ବୋଲି ବି ତାହା ବି ମୁଁ ଜାଣିପାରୁନି। ସେ ଠାକୁରଙ୍କ ବରାଦରେ ସେ ଚାଲିଛି। ମୁଁ ପ୍ରାୟ 400 ମନ୍ଦିର କରିସାରିଲିଣି। ବୟସ ମୋର 65 ହେଲାଣି। ଆଉ କର୍ମ କରିବା ପାଇଁ 10 ଜଣ ଅଛନ୍ତି ପିଲା। ଆଉ ବେସନ ହେଲାଣି 4 ବର୍ଷ ହେଲା, କିନ୍ତୁ କାମ ଏ ବର୍ଷ ମନ୍ଦିର ଉଠିଲା। 2024 ରେ କେବେ ସାରିବେ ବୋଲି ଆଶା କରୁଛନ୍ତି? 27ରେ ସାରିବୁ।